ସୁନସିରିପା, କାନ୍ଧରେ ଶୁକ୍ଳ ପଇତା, ଗୋରା ଦେହ, ବଳିଷ୍ଠ ବାହୁ। କିଏ ତୁମେ ବ୍ରାହ୍ମଣ? ମୁଁ ବିଦ୍ୟାପତି। ଏଇଟା ଯେ ଶବରପଲ୍ଲୀ। ହୁଏତ ମୁଁ ବାଟ ଭୁଲିଛି। ଖାଲି ବାଟ ଭୁଲିନ, ତୁମେ ଥକି ପଡ଼ିଛ। ଏଇ ମୃଗଛାଲ ଦଉଛି, ବସ। ଘରେ ତମର ଆଉ କିଏ ଅଛନ୍ତି? ମା ତ ନାହିଁ, ବାପା ତାଙ୍କ କାମରେ ଯାଇଛନ୍ତି, ଟିକିଏ ପରେ ଆସିବେ। ତାହେଲେ ଶବର ଦୁହିତା ଗୃହେ ତୁମେ ଏକାକିନୀ, ଅପରିଚିତ ତମ ଏବେ ଭାର ଘୃଣା କରିପାରିବିନି। କାହିଁକି? ମୋର ଦୋଷ କ'ଣ? ଆମ ଘରକୁ ତମେ ଆସିଛ। ପଥହରା ପଥିକ ମୁଁ, ଏ ଘୋର ବନାନୀ ମାୟା, ଅନ୍ଧକୁଲ ଉଡ଼ି ସାହା ହେଲା ପରି ଦେଖାଇଲା ମତେ ରାହା। ଏ ନିବିଡ଼ ଅରଣ୍ୟରେ କିଏ ବା ବାଟ ନ ଭୁଲିବ? କିନ୍ତୁ କାହାର ମନ୍ତ୍ର ଶକ୍ତି, କାହାର ମାୟା ଯେମିତି ମୋତେ ଏଠିକି ବାଟ ଦେଖେଇ ଟାଣି ଆଣିଲା। ମୁଁ ଫେରି ଯାଉଛି। ବାପା ଆସି ଶୁଣିଲେ ମତେ ଗାଳି ଦେବେ। ରଖିବ ନାହିଁ ମୋ କଥା? ମୋ କଥା ରଖ ଗୋ ତୁମେ, ଅଳି ଆଉ କର ନାହିଁ। ଲଳିତେ ଗୋ ତୁମେ ବାପାଙ୍କୁ ମୋ କଥା କହିବ ସବୁ ବୁଝାଇ। ଦେଖିବ, ତମ ବାପାଙ୍କୁ ମୋ କଥା କହିଲେ ସେ ସବୁ କଥା ବୁଝିଯିବେ। ମୋ ନାଁ ତୁମେ ଜାଣିଲ କେମିତି? ତମ ନା? ହଁ, ମୁଁ ତ କହିନାହିଁ। କିଛି ବୁଝିପାରୁନି ଏ ରହସ୍ୟ। ବଣ ଭିତରେ ଗୋଟିଏ ଅଦୃଶ୍ୟ ଶକ୍ତି ମୋତେ ଏଠିକି ଟାଣି ଆଣିଲା। ଏଠି ମୋ କଥା ଶୁଣି ଏ ଶବରୀ କନ୍ୟା ମନରେ ଭ୍ରମଜାତ ହେଉଛି। କାହିଁକି? ହେ ପ୍ରଭୁ ଜଗତନାଥ, ତମରି ଅନୁସରଣରେ ଆସିଛି ମୁଁ। କ'ଣ ଭାବୁଛ ଏତେ? ନା, ମୁଁ ଯାଉଛି। ଏଇ ବାପା ଆସିଲେଣି। ମା ଲଳିତା, ଲଳିତା, ଇଏ କିଏ? ଅଚିହ୍ନା ଅତିଥି, ଅଣ୍ଡା ପୁଅ। ହଁ ତ, ପଇତା ପଡ଼ିଛି। କହୁଛନ୍ତି ବନରେ ବାଟବଣା ହୋଇ ଏଠି ଆସି ପହଞ୍ଚନ୍ତି। ବାଟବଣା? ବଡ଼ରେ ବାଟବଣା ହେଇଥିଲେ ତ ବାଘ କି ସିଂହ ମୁହଁରେ ପଡ଼ିଥାନ୍ତେ। ଏଠି ଆସି ଆମ ଘରେ ପହଞ୍ଚିଛନ୍ତି ଯେତେବେଳେ ବାଟବଣା ହେଲେ କେମିତି? ଆଲୋ, ତାଙ୍କୁ ଠିଆ କରି ରଖିଛୁ କାହିଁକି? ଆସନ ତ ଦେଇଛି, ବସୁନାହାନ୍ତି। ଯିବାକୁ ବାହାରିଥିଲେ। କାହିଁକି? ତମେ ଘରେ ନଥିଲ ବୋଲି। ଆଲୋ, ମୁଁ ନଥିଲି ତ ତୁ ଥିଲୁ। ତାଙ୍କୁ ଡର ଲାଗିଲା କାହିଁକି? ତମେ ଜାଣିନ ପଣ୍ଡା ପୁଅ, ଲଳିତା ହାତରେ ଧନୁଶର ଥିଲେ କୋଉ ବାଘ ନା ସିଂହ? ମୁଁ ସେ କଥା କହୁନି। ସେ କଥା କହୁନ ତ ତମର ଆଉ କିଛି କହିବାର ନାହିଁ। ଡରିଲେ ମଣିଷ ଜୀବଜନ୍ତୁକୁ ଡରିବ। ତମେ ତ ମଣିଷ, ଲଳିତା ତ ମଣିଷ। ଗୋଟେ ମଣିଷ ଆଉ ଗୋଟେ ମଣିଷକୁ ଡରିବ କାହିଁକି? ତମେ ବସ ପଣ୍ଡା, ବସ। ତାଙ୍କ ନାଁ ବିଦ୍ୟାପତି। ହଉ, ହେଲା ହେଲା ହେଲା। ତୁ ନେ ମା, ଏ କନ୍ଦମୂଳ ସିଝେଇ ଦେ, ଆଉ ଭାତ ରାନ୍ଧ। ସେ ଖାଇ ପିଇ ଟିକେ ସୁସ୍ଥ ହୁଅନ୍ତୁ। ବୁଝିଲ ବିଦ୍ୟାପତି, ଏ ବିଶ୍ୱାବସୁ ଶବର ଘରେ ଅତିଥି ହେଲେ ତମର ଆଉ କିଛି ଚିନ୍ତା ନାହିଁ। ତମେ ଆଗ ଖାଇ ପିଇ ସୁସ୍ଥ ହୁଅ, ପରେ କଥାବାର୍ତ୍ତା।